ଭାରି ଶୋଷ ଲାଗୁଛି। ଏବେ ମୁଁ ପାଣି କୋଉଠୁ ପାଇବି? ଆରେ ଏଇ ତ ଆଗରେ ଜଣେ ବୁଢୀମା ଅଛନ୍ତି, ଯାଏ ତାଙ୍କୁ ପାଣି ମାଗେ। ବୁଢୀମା, ଭାରି ଶୋଷ ଲାଗୁଛି, ମତେ ଗୋଟେ ଗ୍ଲାସ ପାଣି ଦିଅ। ଆଚ୍ଛା ଆଚ୍ଛା, ମୁଁ ଏବେ ଆଣି ଦଉଛି। ତାପରେ ବୁଢୀ ଚଢ଼େଇ ପରୀକୁ ଗୋଟେ ଗ୍ଲାସ ପାଣି ଆଣିଦେଲା। ପରୀ ଯେମିତି ସେ ପାଣି ପିଇଲା, ସେ ଗୋଟେ ଗୋଲାପ ଗଛ ହେଇଗଲା। ହା ହା ହା, ପରୀ ଗୋଲାପ ଗଛ ହେଇଗଲା। ପୂର୍ଣ୍ଣିମା ରାତି ଆସିବା ଯାଏଁ ପରୀ ଏଇଠି ରହୁ। ତାପରେ ମୁଁ ପୂର୍ଣ୍ଣିମା ରାତିରେ ପରୀକୁ ବଳି ଦେଇ ଅନେକ ଶକ୍ତିଶାଳୀ ହେଇଯିବି। ଏ କଣ, ତୁ ଗୋଟେ ଦୁଷ୍ଟ ପିଶାଚି। ତୁ ମତେ ଗୋଲାପ କରି ଠିକ କରିନୁ। ମତେ ଶୀଘ୍ର ଛାଡ଼ିଦେ, ନହେଲେ ମୁଁ ମୁକ୍ତ ହେଲେ ତତେ ଶେଷ କରିଦେବି। ପରୀ, ତୁ ଆଉ କେବେ ବି ଏ ଗଛରୁ ମୁକ୍ତ ହେଇପାରିବୁନି। ତୁ ଖାଲି ଆଉ କିଛି ଦିନ ଅପେକ୍ଷା କର। ମୋ ପାଖରେ ଯୋଉ ମନ୍ତ୍ରିତ ଜଳ ଅଛି, ସେ ଜଳ ମୁଁ ପୂର୍ଣ୍ଣିମା ରାତିରେ ତୋ ଉପରେ ଢାଳି ତତେ ପୁଣି ଥରେ ପରୀ କରିଦେବି। ଆଉ ତାପରେ ତତେ ବଳି ଦେବି। ହା ହା ହା, ମୁଁ ଏବେ ଘର ଭିତରକୁ ଯାଏ। ଏମିତି କହି ପିଶାଚି ଘର ଭିତରକୁ ଗଲା। 2 ଦିନ ବିତିଗଲା। ଦିନେ ପିଶାଚି ବାହାରକୁ ବୁଲିବା ପାଇଁ ଯାଇଥିଲା। ପରୀ ଗୋଲାପ ଗଛ ଭିତରେ ଥାଇ ଅନେକ କାନ୍ଦୁଥିଲା। ଏ କଣ, କାଉ ଏଯାଏଁ ଜମି ଚାଷ କରିନି। ଭାଗରେ କାଉ ସହ କାମ କରିବାଟା ମୋର ଠିକ ହେଲାନି। ସେ ଜମିକୁ ଚାଷ କରିଥିଲେ ସିନା ମୁଁ ଏବେ ଆଖୁ ଖଣ୍ଡ ଲଗେଇଥାନ୍ତି। ତା ଘରକୁ ଯାଇ ଦେଖେ କାଉ କଣ କରୁଛି। କାଉ, କାଉ, ତୁ ଘରେ ଅଛୁ ନା? ମୋ ସ୍ୱାମୀ ଶୋଇଛନ୍ତି ଚଢ଼ି। ତୁ ଆଖୁ ଖଣ୍ଡ ନେଇ ଆସିଛୁ? ହଁ, ମୁଁ ଆଖୁ ଖଣ୍ଡ ନେଇ ଆସିଛି। ହେଲେ କାଉ ଏଯାଏଁ ଜମି ଚାଷ କରିନି। ସେ ଚାଷ କଲେ ସିନା ମୁଁ ଆଖୁ ଖଣ୍ଡ ଲଗେଇବି। ଆମେ ଆଗରୁ କଥା ହେଇଥିଲୁ ଭାଗରେ କାମ କରିବୁ। କଥା କଣ କି ଚଢ଼ି, ମୋ ସ୍ୱାମୀଙ୍କ ଦେହ ହଠାତ୍ ଖରାପ ହେଇଗଲା। ତୁ ଗୋଟେ କାମ କରନା, ତୁ ଏଇ ଥରକ ଜମି ଚାଷ କରି ଆଖୁ ଖଣ୍ଡ ଲଗେଇ ଦେଇଥା। ମୋ ସ୍ୱାମୀଙ୍କ ଦେହ ଭଲ ହେଲେ ସେ ତୁରନ୍ତ ଜମିକୁ ଯିବେ ଆଉ ଗଛ ଗୁଡ଼ିକର ଯତ୍ନ ନେବେ। ଆଚ୍ଛା ଠିକ ଅଛି, କାଉକୁ ଯେତେବେଳେ ଭଲ ଲାଗିବ କହିବ ସେ ଜମିକୁ ଆସିବ। ମୁଁ ଏବେ ଯାଏ ଜମି ଶୀଘ୍ର ଚାଷ କରି ଆଖୁ ଖଣ୍ଡ ଲଗେଇ ଦିଏ। ଏମିତି କହି ଚଢ଼େଇ ତା ଜମିକୁ ଫେରୁଥିଲା। ହଠାତ୍ ସେ ଗୋଲାପ ଗଛର କାନ୍ଦ ଶୁଣି ଅଟକି ଗଲା। ଆରେ, ଏମିତି କଣ କାନ୍ଦିବାର ଶବ୍ଦ ଶୁଭୁଛି? ନିଶ୍ଚୟ କିଏ ବିପଦରେ ପଡ଼ିଛି। ମୁଁ ତା ପାଖକୁ ଯାଏ। ଚଢ଼ି, ମତେ ସାହାଯ୍ୟ କର, ମତେ ଗଛରୁ ମୁକ୍ତ କର। ମୁଁ ତ ଏଠି କାହାକୁ ବି ଦେଖିବାକୁ ପାଉନି। କିଏ କଥା କହୁଛ? ଆଉ ମୁଁ ତୁମକୁ ମୁକ୍ତ କେମିତି କରିବି? ଏପଟେ ଦେଖ ଚଢ଼ି, ମୁଁ ଗୋଲାପ ଗଛ କଥା କହୁଛି। କଣ ହେଲା? ତୁମେ ଗୋଲାପ ଗଛ କଥା କହୁଛ? କୁହ, ମୁଁ କେମିତି ତୁମକୁ ସାହାଯ୍ୟ କରିବି? ଫୁଲ ଭିତରେ ଥାଇ ପରୀ ଚଢ଼େଇକୁ ସବୁ ଘଟଣା କହିଲା। ଆରେ ପରୀ, ତୁମେ ତ ଅନେକ କଷ୍ଟରେ ଅଛ। କୁହ, ମୁଁ କେମିତି ତୁମକୁ ଏ ଗଛରୁ ମୁକ୍ତ କରିବି? ଚଢ଼ି, ଏ କୁଡ଼ିଆ ଘର ଭିତରେ ପିଶାଚିର ମନ୍ତ୍ରିତ ପାଣି ଅଛି। ତୁ ସେ ପାଣି ଆଣି ମୋ ମୂଳରେ ଢାଳେ, ମୁଁ ଏ ଗଛରୁ ମୁକ୍ତ ହେଇଯିବି। ଆଚ୍ଛା ଠିକ ଅଛି, ମୁଁ ଏବେ ସେମିତି କରୁଛି। ଚଢ଼େଇ ଘର ଭିତରୁ ପାଣି ଆଣି ଗୋଲାପ ଗଛ ମୂଳରେ ଢାଳିଦେଲା। ପରୀ ଗଛରୁ ମୁକ୍ତ ହେଲା। ଚଢ଼ି, ତତେ ଅନେକ ଅନେକ ଧନ୍ୟବାଦ। ପିଶାଚି ଆସିବା ଆଗରୁ ଚାଲ ଆମେ ଶୀଘ୍ର ଏ ଜାଗା ଛାଡ଼ି ଗୋଟେ ସୁରକ୍ଷିତ ଜାଗାକୁ ଯିବା। ମୁଁ ଗୋଟେ ସୁରକ୍ଷିତ ଜାଗା ଜାଣିଛି ପରୀ, ଚାଲ ମୋ ସାଙ୍ଗରେ। ତାପରେ ଚଢ଼େଇ ପରୀକୁ ନେଇ ନିଜ ଜଙ୍ଗଲକୁ ଗଲା। ପରୀ, ପିଶାଚି ଏ ଜଙ୍ଗଲକୁ କେବେ ବି ଆସିପାରିବନି। ଥରେ ଜଣେ ସାଧୁ ବାବା ଆମ ଜଙ୍ଗଲକୁ ତପସ୍ୟା କରିବାକୁ ଆସିଥିଲେ। ଆମେ ସବୁ ଚଢ଼ି ତାଙ୍କୁ ସାହାଯ୍ୟ କରିପାରୁ ସେ ଆମ ଜଙ୍ଗଲର ଚାରିପାଖରେ ଗୋଟେ ସୁରକ୍ଷା ଘେର କରିଦେଇଛନ୍ତି। କୌଣସି ବି ଅଶୁଭ ଶକ୍ତି ଏ ଘେର ଭିତରକୁ ଆସିପାରିବନି। ଚଢ଼ି, ତୁ ଆଜି ମୋର ବହୁତ ବଡ଼ ଉପକାର କଲୁ। ମୁଁ ତୋର ଏ ଉପକାର କେବେ ଭୁଲିବିନି। ଏଠାରୁ ଯିବା ପୂର୍ବରୁ ମୁଁ ତତେ ପୁରସ୍କାର ଦେବାକୁ ଚାହୁଁଛି। କହ, ତତେ କଣ ଦରକାର? ତୁ ଯାହା କହିବୁ ମୁଁ ତତେ ସବୁ ଦେବି। ପରୀ, ତୁମକୁ ସାହାଯ୍ୟ କରିପାରି ମୁଁ ଅନେକ ଖୁସି। ମୋର ସେମିତି କିଛି ଦରକାର ନାହିଁ। ତୁମେ ନିଶ୍ଚିନ୍ତରେ ଘରକୁ ଯାଅ। ମୁଁ ଏବେ ଜମି ଚାଷ କରେ। ଆଜି ହିଁ ଜମି ଚାଷ କରି ମତେ ଆଖୁ ଖଣ୍ଡ ଲଗେଇବାକୁ ହେବ। ଆଚ୍ଛା ଚଢ଼ି, ଠିକ ଅଛି। ମୁଁ ମୋ ଶକ୍ତିରେ ଏ ସବୁ ଜମିକୁ ଚାଷ କରି ଦେଉଛି। ତୁ ଆଖୁ ଖଣ୍ଡ ଲଗେଇ ଦେ। ଯେତେବେଳେ ଆଖୁ ଗଛ ବଡ଼ ହେବ ତତେ ପୁରସ୍କାର ମିଳିବ।
ଏମିତି କହି ପରି ସେ ଜମିକୁ ଚାଷ କରି ସେଠାରୁ ଚାଲିଗଲା। ତାପରେ ଚଢ଼େଇ ଜମିରେ ଆଖୁ ଖଣ୍ଡ ଲଗେଇଲା। ଏହିପରି କିଛି ଦିନ ବିତିଗଲା। ଜଣା ନାହିଁ ଆଜି କାଉ ଜମିକୁ ଆସି ଗଛମାନଙ୍କରେ ପାଣି ଦେବ କି ନାହିଁ। ମୁଁ ତା ଉପରେ ଭରସା କରି ରହିପାରିବିନି। ମୁଁ ଏବେ ହିଁ ଜମିକୁ ଯାଏ। କାଉ ଯଦି ନ ଆସିବ ମୁଁ ଗଛମାନଙ୍କରେ ପାଣି ଦେଇଦେବି। ମା ଆମେ ବି ଅନେକ ଦିନ ହେଲାଣି ଜମି ଦେଖିବାକୁ ଯାଇନୁ। ଆଜି ତୁମ ସାଙ୍ଗରେ ଆମକୁ ନେଇଯାଉନା ମା? ଆଚ୍ଛା ହଉ, ଆସ ମୋ ସାଙ୍ଗରେ। ଏ କଣ ମା, ଆଖୁ ସବୁ ଏମିତି କାହିଁକି ଦେଖାଯାଉଛି? ଏପରି ଆଖୁ ତ ଆମେ ଆଗରୁ କେବେ ଦେଖିନଥିଲୁ। ମୁଁ ବି ମୋ ଆଖିକୁ ବିଶ୍ୱାସ କରିପାରୁନି। ଏସବୁ ତ ସୁନାର ଆଖୁ। ଏବେ ମନେ ପଡ଼ିଲା, ପରି ମତେ ପୁରସ୍କାର ଦେବାକୁ ଚାହୁଁଥିଲେ। ସେ ହିଁ ମୋର ସବୁ ଆଖୁକୁ ସୁନା କରିଦେଇଛନ୍ତି। ଏ କଣ ଚଢ଼େଇ, ଜମିରେ ସୁନା ଆଖୁ କେମିତି ହେଇଛି? ତୁ କଣ ସୁନା ଆଖୁ ଖଣ୍ଡ ଲଗେଇଥିଲୁ? ତାପରେ ଚଢ଼େଇ କାଉ ମାନଙ୍କୁ ସବୁ ଘଟଣା କହିଲା। ଆରେ ଚଢ଼େଇ, ତୁ କେତେ ବଡ଼ ବୋକି! ପରୀକୁ ପାଖରେ ପାଇ ତାକୁ କିଛି ମାଗିଲୁନି। ମୁଁ ଯଦି ତ ଜାଗାରେ ଥାଆନ୍ତି ନା, ମୁଁ ପରୀକୁ ଅନେକ ଅନେକ ଧନରତ୍ନ ମାଗିଥାନ୍ତି। ନା କାଉ ଭଉଣୀ, ବେଶୀ ଲୋଭ କରିବା ଠିକ ନୁହଁ। ପରୀ ଆମକୁ ଯାହା ବି ଦେଇଛନ୍ତି ତାହା ବହୁତ ଦେଇଛନ୍ତି। ଚାଲ ଏବେ ସବୁ ସୁନା ଆଖୁ ଜମିରୁ ବାହାର କରି ଆଣିବା, ତାପରେ ଭାଗ କରିନେବା। ବେଶୀ ସମୟ ସୁନା ଆଖୁକୁ ଆମେ ଜମିରେ ରଖିବାନି, ନହେଲେ ଚୋରି ହେଇଯାଇପାରେ। ହେଲେ ଚଢ଼େଇ, ଆମେ ଖାଲି ଏମିତି ଆଖୁ ଗୁଡାକୁ ଜମିରୁ ବାହାର କରିପାରିବାନି। ଆମେ ଘରୁ କୁରାଢ଼ୀ ନେଇ ଆସୁଛୁ, ତାପରେ ଆଖୁ ସବୁକୁ ଜମିରୁ ବାହାର କରିବା। ଆଚ୍ଛା ଠିକ ଅଛି, ଯାଅ, ମୁଁ ଜମିକୁ ଜଗିଛି। ମୁଁ ସେ ଚଢ଼େଇକୁ ଗୋଟେ ବି ସୁନା ଆଖୁ ଦେବାକୁ ଚାହୁଁନି। ଆଚ୍ଛା କହିଲୁ, ଏମିତି କଣ କରିବା ଯେ ଚଢ଼େଇକୁ ଆମେ ଗୋଟେ ବି ସୁନା ଆଖୁ ଦେବାକୁ ପଡ଼ିବନି? ମୋ ପାଖରେ ଗୋଟେ ଉପାୟ ଅଛି। ସେମିତି ହେଲେ ସବୁ ସୁନା ଆଖୁ ତୁମର ହେଇଯିବ। ଏମିତି ଦୁଇ କାଉ ଯୋଜନା ବନେଇଲେ। କାଉର ସ୍ତ୍ରୀ ଚଢ଼େଇ ପାଖକୁ ଗଲା। ଚଢ଼େଇ, ସର୍ବନାଶ ହେଇଗଲା। ମୋ ସ୍ୱାମୀଙ୍କ ମୁଣ୍ଡ ବୁଲେଇ ଦେବାରୁ ସେ କୂଅ ଭିତରେ ପଡ଼ିଗଲେ। ମତେ ତୋର ସାହାଯ୍ୟ ଦରକାର ଚଢ଼େଇ। ଆଚ୍ଛା, ମୁଁ ଏବେ ଯାଉଛି। ପିଲାମାନେ, ତମେମାନେ ଆଖୁ ଜମିକୁ ଜଗିଥାଅ। ତାପରେ କାଉର ସ୍ତ୍ରୀ ଆଉ ଚଢ଼େଇ କୂଅ ପାଖକୁ ଗଲେ। ଚଢ଼େଇ କୂଅ ଭିତରକୁ ଦେଖୁଥିଲା। ଚଢ଼େଇକୁ କୂଅ ଭିତରେ ପକେଇବା ପାଇଁ କାଉର ସ୍ତ୍ରୀ ପଛପଟୁ ତାକୁ ଧକ୍କା ମାରିବା ପାଇଁ ଗଲା। ହେଲେ ଭୁଲରେ ପାଦ ଖସି ସେ ନିଜେ ହିଁ କୂଅ ଭିତରେ ପଡ଼ିଗଲା। ବଞ୍ଚ! ଏ କଣ ଚମ୍ପା କାଉ, ତୁ କୂଅ ଭିତରେ କେମିତି ପଡ଼ିଗଲୁ? କାଉ ତ ଏଠି ଦେଖାଯାଉନି। ଚଢ଼େଇ, ମତେ ଆଗ ଏ କୂଅ ଭିତରୁ ବାହାର କର, ମୁଁ ତତେ ସବୁ କଥା କହିବି। ତାପରେ ଚଢ଼େଇ କାଉର ସ୍ତ୍ରୀକୁ କୂଅ ଭିତରୁ ବାହାର କଲା। ସେତେବେଳେ କାଉ ଆସି ସେଠାରେ ପହଞ୍ଚିଲା। ଏ କଣ କାଉ, ତୁ ଏଠି? ତୁ କୂଅରେ ପଡ଼ିନୁ ତାହେଲେ? ଓ, ଏବେ ବୁଝିଲି। ତମେ ମାନେ ମତେ କୂଅରେ ପକେଇବା ପାଇଁ ହିଁ ଏମିତି ମିଛ କହି ମତେ ଏଠାକୁ ଡାକି ଆଣିଥିଲ। ସୁନା ଲୋଭରେ ତମେ ମାନେ ଏତେ ତଳକୁ ଖସିଗଲ। ଆମକୁ କ୍ଷମା କରିଦେ ଚଢ଼େଇ, ଆମର ବହୁତ ବଡ଼ ଭୁଲ ହେଇଗଲା। ସୁନା ପାଇଁ ଆମେ ତୋର କ୍ଷତି କରିବାକୁ ଚାହୁଁଥିଲୁ। ଆମେ ତତେ କଥା ଦେଉଛୁ, ଏଭଳି ଭୁଲ ଆଉ କେବେ କରିବୁନି। ଦରକାର ହେଲେ ଆମେ ତୋଠୁ ଗୋଟେ ବି ସୁନା ଆଖୁ ନେବୁନି। ହଁ ଚଢ଼େଇ, ତୁ ମତେ ବି କ୍ଷମା କରିଦେ। ମୁଁ ବି ଆଉ କେବେ ଲୋଭ କରିବିନି। ତମେ ମାନେ ନିଜ ଭୁଲ ବୁଝିପାରିଲ, ସେଇଟା ବଡ଼ କଥା। ମୁଁ କେବେ ବି ସବୁ ସୁନା ଆଖୁ ଏକୁଟିଆ ନେବାକୁ ଚାହୁଁନି। ଚାଲ ଏବେ ଯିବା, ଆଉ ସୁନା ଆଖୁ ଭାଗ କରିନେବା। ତାପରେ ସମସ୍ତେ ଜମିକୁ ଗଲେ, ଆଉ ସୁନା ଆଖୁ ଭାଗ କରି ନିଜ ନିଜ ଘରକୁ ଫେରିଗଲେ। ସୁନା ଆଖୁ ବିକ୍ରି କରି ଚଢ଼େଇର ପରିବାର ଆଉ କାଉର ପରିବାର ଖୁସିରେ ରହିଲେ।